ଆପଣ ବି ମନ୍ଦିରରୁ ଫେରିବା ସମୟରେ ଘଣ୍ଟି ବଜାଉଛନ୍ତି କି? ଯଦି ତେବେ ଘଣ୍ଟି ବଜାଉଛନ୍ତି ଜାଣନ୍ତୁ, ନଚେତ୍ ହିନ୍ଦୁ ଧର୍ମରେ ପୂଜାପାଠ ବିଷୟରେ ଅନେକ ବିଶ୍ୱାସ ଅଛି। ଲୋକମାନେ ଆଜି ମଧ୍ୟ ଏହି ବିଶ୍ୱାସରେ ବିଶ୍ୱାସ କରନ୍ତି। ଏହି ରୀତିନୀତି ମଧ୍ୟରେ ଗୋଟିଏ ନିୟମ ହେଉଛି ମନ୍ଦିର ଘଣ୍ଟି ବଜାଇବା। ଆପଣ ନିଶ୍ଚିତ ଭାବରେ ଲୋକମାନଙ୍କୁ ଏହି ନିୟମ ଅନୁସରଣ କରୁଥିବା ଦେଖୁଥିବେ। ଅନେକ ଲୋକ କେବଳ ମନ୍ଦିରକୁ ଯିବା ସମୟରେ ନୁହେଁ, ବରଂ ମନ୍ଦିରରୁ ଫେରିବା ସମୟରେ ଘଣ୍ଟି ବଜାନ୍ତି। କିନ୍ତୁ ଆପଣ ଜାଣନ୍ତି କି, ମନ୍ଦିରରୁ ଫେରିବା ସମୟରେ ଘଣ୍ଟି ବଜାଇବା ସମ୍ପୂର୍ଣ୍ଣ ଭୁଲ ବୋଲି ଧରାଯାଏ। ଆସନ୍ତୁ ଜାଣିବା, ମନ୍ଦିରରୁ ଫେରୁଥିବା ସମୟରେ ଘଣ୍ଟି ବଜାଯିବା ଉଚିତ ନୁହେଁ ଓ ଏହା ପଛରେ କାରଣ କ'ଣ ରହିଛି। ଆପଣ ମଧ୍ୟ ପ୍ରତ୍ୟେକ ମନ୍ଦିରରେ ଘଣ୍ଟି ଦେଖିଥିବେ ନିଶ୍ଚୟ, କାରଣ ହିନ୍ଦୁ ସଂସ୍କୃତିରେ ଘଣ୍ଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେ ଏକ ମନ୍ଦିର ଘଣ୍ଟି ହେଉ କିମ୍ବା କୌଣସି ପୂଜା କିମ୍ବା ରୀତିନୀତି, ଧାର୍ମିକ ବିଶ୍ୱାସ ଅନୁଯାୟୀ କୌଣସି ଶୁଭ କାର୍ଯ୍ୟ ଆରମ୍ଭରେ ଘଣ୍ଟି ବଜାଯାଏ। ବିଶ୍ୱାସ କରାଯାଏ ଯେ ଘଣ୍ଟି ବଜାଇବା ଦ୍ୱାରା ମନ୍ତ୍ର ଓମ୍ ଜପ କରାଯାଏ, ଯାହା ଶୁଭ ଏବଂ ସକାରାତ୍ମକ ଶକ୍ତି ଯୋଗାଏ। ଏହା ସହିତ ଏହା ରୀତିନୀତି ଏବଂ ମୂର୍ତ୍ତିଗୁଡ଼ିକର ଚେତନାକୁ ବଢ଼ାଇଥାଏ ଏବଂ ଭକ୍ତିର ପ୍ରଭାବ ବଢ଼ାଇଥାଏ। ତେଣୁ ଏହି ପରମ୍ପରା ଦୀର୍ଘ ସମୟ ଧରି ପାଳନ କରାଯାଉଛି। ଧାର୍ମିକ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଆମେ ମନ୍ଦିରକୁ ଯାଆନ୍ତି, ଆମ ମନରେ ଅନେକ ପ୍ରକାରର ଚିନ୍ତାଧାରା ସୃଷ୍ଟି ହୁଏ। ଏଗୁଡ଼ିକ ଉଭୟ ଭଲ ଏବଂ ଖରାପ ଚିନ୍ତାଧାରା ହୋଇପାରେ। ବିଶ୍ୱାସ କରାଯାଏ ଯେ ମନ୍ଦିରରେ ପ୍ରବେଶ କରିବା ସମୟରେ ଘଣ୍ଟି ବଜାଇବା ଆମ ମନରେ ସୃଷ୍ଟି ହୋଇଥିବା ସମସ୍ତ ଖରାପ ଏବଂ ନକାରାତ୍ମକ ଚିନ୍ତାଧାରା ଏବଂ ଶକ୍ତି ନଷ୍ଟ ହୋଇଥାଏ। ଭଗବାନ ଓ ଦେବୀମାନଙ୍କର ଦର୍ଶନ ପାଇବା ପରେ ସକାରାତ୍ମକ ମନ ଏବଂ ଭଲ ଚିନ୍ତାଧାରା ଆମ ମନରେ ପ୍ରବାହିତ ହେବାକୁ ଲାଗେ। ମନ୍ଦିର ଛାଡ଼ିବା ସମୟରେ ଘଣ୍ଟି ବଜାଇବା ବେଳେ ଆପଣଙ୍କ ଭିତରେ ଥିବା ସମସ୍ତ ଈଶ୍ୱରୀୟ ଶକ୍ତି ଦ୍ୱନ୍ଦ୍ୱରେ ପଡ଼ି ନଷ୍ଟ ହୋଇଯାଏ। ତେଣୁ କୁହାଯାଏ ଯେ ସକାରାତ୍ମକ ଶକ୍ତି ବଜାୟ ରଖିବା ପାଇଁ ମନ୍ଦିର ଛାଡ଼ିବା ସମୟରେ ଘଣ୍ଟି ବଜାଇବା ଉଚିତ ନୁହେଁ। ତେଣୁ ଆସନ୍ତୁ ଆମେ ମନ୍ଦିରକୁ ଯିବା ସମୟରେ ସମସ୍ତେ ଘଣ୍ଟି ବଜାଇବା, କିନ୍ତୁ ମନ୍ଦିର ଛାଡ଼ିବା ପରେ ଆଉ ଘଣ୍ଟି ବଜାଇବା ଠିକ୍ ହେବ ନାହିଁ। ଧନ୍ୟବାଦ।